କାହାଣୀଟି ହେଉଛି କଟକ ସହରର ଗୋଟିଏ ଛୋଟିଆ ଗାଁର। ମୋନିକାର ବାପା ମା ପ୍ରମୋଦ ସହିତ ବହୁତ ଧୁମଧାମରେ ବାହାଘର କରିଥିଲେ। ପ୍ରମୋଦ ବି କଟକରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲା। ବାହାଘର ତ ସରିଗଲା, କିନ୍ତୁ ବାହାଘର 10 ଦିନ ପରେ ପ୍ରମୋଦର ଯେଉଁ ସବୁ ଖରାପ ଅଭ୍ୟାସ ଥିଲା ସେସବୁ ପୁଣି ଥରେ ପ୍ରମୋଦ ଆରମ୍ଭ କରିଦେଲା। ପ୍ରମୋଦ ଯେଉଁ ଅଫିସରେ ଚାକିରି କରୁଥିଲା ସେଇଠି ଗୋଟେ ଝିଅକୁ ଭଲ ପାଉଥିଲା। ସେହି ଝିଅ ସହ ପାର୍କ ଯାଉଥିଲା, ରାତିରେ ବାହାରକୁ ଯାଉଥିଲା, ଆଉ 2 ଜଣ ଯାକ ମିଶି ମଦ ପିଉଥିଲେ, ସିଗାରେଟ ଟାଣୁଥିଲେ ଓ ହୋଟେଲରେ ମଧ୍ୟ ରହୁଥିଲେ। ଏସବୁ ଦେଖି ମୋନିକା ପ୍ରମୋଦକୁ ବୁଝାଉଥିଲା ଆଉ କହୁଥିଲା ବାହାଘର ପରେ ଏସବୁ କରିବା ଠିକ୍ ନୁହେଁ। କିନ୍ତୁ ପ୍ରମୋଦ କିଛି ବୁଝେନା, ଖାଲି ଓଲଟା ରାଗିକି ମୋନିକାକୁ ମାରପିଟ କରୁଥିଲା। ପ୍ରମୋଦ ବହୁତ ଗର୍ବୀ ଥିଲା। ସେ ତା ଟଙ୍କା ପଇସାକୁ ନେଇ ବହୁତ ଗର୍ବ କରୁଥିଲା। ମୋନିକା ବହୁତ ସୁନ୍ଦର ଆଉ ବୁଝିବା ସୁଝିବାର ଝିଅ ଥିଲା, ଆଉ ବହୁତ ପାଠ ପଢ଼ା ଲେଖା ମଧ୍ୟ କରିଥିଲା। ସେ ଜାଣିସାରିଥିଲା କି ଯଦି ଆମ ବୈବାହିକ ସମ୍ପର୍କ ଏହି ଟାଇପ୍ର ଚାଲେ ତାହେଲେ ଏ ସମ୍ପର୍କ ବେଶୀ ଦିନ ଯିବନି। ସେଥିପାଇଁ ସେ ବାରମ୍ବାର ପ୍ରମୋଦକୁ ବୁଝାଇକି ବାହାଘର ପରେ କୌଣସି ନାରୀ କିମ୍ବା କୌଣସି ପୁରୁଷ ଯଦି ବାହାର ନାରୀ କିମ୍ବା ପୁରୁଷ ସହିତ ଏମିତି ବୁଲାବୁଲି କରିବା ଠିକ୍ ନୁହେଁ। କିନ୍ତୁ ପ୍ରମୋଦକୁ ମୋନିକା କଥାର କିଛି ବି ଅସର ପଡ଼ୁନଥିଲା କି ମୋନିକା କଥା ସେ ବୁଝିବାକୁ ଚେଷ୍ଟା ବି କରୁନଥିଲା। ଏମିତିକି ଡିଷ୍ଟର୍ବାନ୍ସ ଭିତରେ ପୁରା 1 ବର୍ଷ ହେଇଗଲା, କିନ୍ତୁ ପ୍ରମୋଦର କିଛି ବି ପରିବର୍ତ୍ତନ ହେଲାନି। ସେଥିପାଇଁ ମୋନିକା ନିଷ୍ପତ୍ତି ନେଲା କି ମୋତେ ଆଉ ପ୍ରମୋଦ ସହିତ ରହିବାର ନାହିଁ। ସେଥିପାଇଁ ସେ ପ୍ରମୋଦକୁ ଡିଭୋର୍ସ ଦେଇଦେଲା। ମୋନିକାର ପିଲାଦିନର ସାଙ୍ଗ ମେଘା ସେ ଭୁବନେଶ୍ୱରରେ ବହୁତ ବଡ଼ କମ୍ପାନୀରେ ଚାକିରି କରିଛି। ମୋନିକା ତା ସାଙ୍ଗ ମେଘା ପାଖକୁ ଯାଇକି ଚାକିରି କରିବା ଆରମ୍ଭ କରିଦେଲା। ଆଉ କିଛି ମାସ ପରେ 2 ସାଙ୍ଗ ମିଶି ଗୋଟେ ହୋଟେଲକୁ ଲିଜ୍ରେ ନେଲେ, ଆଉ ସେହି ହୋଟେଲରୁ 2 ସାଙ୍ଗ ଭଲ ଇନକମ୍ କଲେ। ଦିନେ ବହୁତ ତାଙ୍କ ହୋଟେଲ ମ୍ୟାନେଜରଙ୍କ ଦେହ ଖରାପ ହେଇଗଲା, ସେଥିପାଇଁ ସେ ଛୁଟି ନେଲେ। ହେଲେ ହୋଟେଲର ଆକାଉଣ୍ଟକୁ ମ୍ୟାନେଜ କରିବାକୁ ମୋନିକାକୁ ସେଦିନ ହୋଟେଲର ମ୍ୟାନେଜମେଣ୍ଟ ଦାୟିତ୍ୱ ନେବାକୁ ପଡ଼ିଲା। ସେଦିନ ହୋଟେଲ ମ୍ୟାନେଜର ଚେୟାରରେ ମୋନିକା ବସିଥାଏ, ଆଉ ସେହିଦିନ ହୋଟେଲରେ ମୋନିକାର ସ୍ୱାମୀ ପ୍ରମୋଦ ଗୋଟେ ଝିଅକୁ ଆଣି ହୋଟେଲ ରୁମ୍ରେ ଥାଏ। ମୋନିକାକୁ ପ୍ରମୋଦ ବିଷୟରେ କିଛି ବି ଜଣାପଡ଼ୁନଥିଲା। ତା ପରଦିନ ସକାଳେ ଫେରିବା ପାଇଁ ପ୍ରମୋଦ ସାଙ୍ଗରେ ଆଣିଥିବା ଝିଅ ସହିତ ହୋଟେଲ ରିସେପସନ୍କୁ ଆସି ପେମେଣ୍ଟ କ୍ଲିୟର କରୁଥିବା ସମୟରେ ତାର ନଜର ମ୍ୟାନେଜର ସିଟ୍ ଉପରେ ବସିଥିବା ମୋନିକା ଉପରେ ପଡ଼ିଲା। ସାଙ୍ଗେ ସାଙ୍ଗେ ପ୍ରମୋଦ ସାଙ୍ଗରେ ଆଣିଥିବା ଝିଅଟିକୁ କହିଲା, ତମେ ବାହାରକୁ ଯାଇ ଅପେକ୍ଷା କର, ମୁଁ ପେମେଣ୍ଟ କ୍ଲିୟର କରିକି ଆସୁଛି। ସେ ଝିଅଟି ବାହାରକୁ ଚାଲିଗଲା। ତାପରେ ପ୍ରମୋଦ ଯାଇ ମୋନିକାକୁ ପଚାରିଲା କି ତମେ କ'ଣ ଏ ହୋଟେଲରେ ଚାକିରି କରୁଛ? କାହିଁକିନା ପ୍ରମୋଦକୁ ଜଣାନଥିଲା ଯେ ସେ ହୋଟେଲର ମାଲିକାଣୀ ହେଉଛି ନିଜେ ମୋନିକା ବୋଲି। ସେହି ସମୟରେ ମୋନିକା କହିଲା, ନାଇଁ, ଏ ହୋଟେଲ ମୋର। ସେତେବେଳକୁ ମୋନିକା ଆଉ ପ୍ରମୋଦର ଡିଭୋର୍ସ ପାଇ 3 ବର୍ଷ ବିତି ଯାଇଥିଲା। ମୋନିକା ଆଉ ମେଘା ମାନେ ମୋନିକାର ସାଙ୍ଗ ବହୁତ ବଡ଼ ବଡ଼ ବିଜନେସ୍ ଠିଆ କରିଦେଇଥିଲେ। ଯେତେବେଳେ ପ୍ରମୋଦ ଶୁଣିଲା କି ମୋନିକା ଏ ହୋଟେଲର ମାଲିକାଣୀ, ସେ ବହୁତ ସକ୍ ହେଇଗଲା। ସେହି ସମୟରେ ମୋନିକା ପଚାରିଲା, ତମ ସହିତ ସେ ଝିଅ କିଏ? ପ୍ରମୋଦ କହିଲା, ଇଏ ଆମ କମ୍ପାନୀର ମ୍ୟାନେଜର। ଆମେ ଚନ୍ଦ୍ରଶେଖରପୁର ଗୋଟେ ମିଟିଂରେ ଆସିଥିଲୁ। ରାତିରେ ବହୁତ ବର୍ଷା ହେବା ଯୋଗୁଁ ଆମେ ରହିଗଲୁ। ତାପରେ ପ୍ରମୋଦ ରୁମ୍ ଭଡ଼ାରେ ପେମେଣ୍ଟ କଲା। ସେତେବେଳେ ମୋନିକା କହିଲା, ପେମେଣ୍ଟ କରିବା କିଛି ଦରକାର ନାହିଁ, ଆଜି ମୋର ଜନ୍ମଦିନ, ମୁଁ ତୁମକୁ ହୋଟେଲରେ ରହିବା ପାଇଁ ଫ୍ରି କରିଦେଲି। ତାପରେ ମୋନିକା ପ୍ରମୋଦକୁ କହିଲା, ଆଜି ବି ତମେ କିଛି ବଦଳିନ, ନିଜ କାମନା ପାଇଁ କଟକରୁ ଭୁବନେଶ୍ୱର ଆସିଛ। ତମ ମ୍ୟାନେଜରକୁ ନେଇ ହୋଟେଲରେ ରହିବା ପାଇଁ ମୋତେ ମିଛ କହୁଛ ନା କ'ଣ? ମୁଁ ମିଟିଂରେ ଆସିଥିଲି ବୋଲି, ପୁଣି ତମେ ଆଉ ତମ ମ୍ୟାନେଜର ପୁଣି ଗୋଟିଏ ରୁମ୍ରେ ରହୁଥିଲ। ପ୍ରମୋଦ କହିଲା, ମୋତେ କ୍ଷମା କରିଦିଅ, ମୁଁ ସତ କହୁଛି, ମୁଁ ବଦଳି ଯାଇଛି। ମୁଁ ତୁମକୁ ବହୁତ ମିସ୍ କରୁଛି, ତମେ ମୋ ପାଖକୁ ପୁଣି ଥରେ ଫେରିଆସ। ମୋନିକା କହିଲା, ମୁଁ ତମ ସହିତ 1 ବର୍ଷ ରହିଛି। ତମେ ମୋତେ ଯେତିକି କଷ୍ଟ ଆଉ ଯେତିକି ମେଣ୍ଟାଲ ହାରାସମେଣ୍ଟ କରିଛ, ମୁଁ କେବେ ବି ପୁଣି ଥରେ ତମ ସହିତ ବୈବାହିକ ଜୀବନ କାଟିବା କଥା ଭାବିପାରିବିନି। ତମ ସହିତ ଡିଭୋର୍ସ ହେବା ପରେ ମୋତେ ଏସବୁ କମେଇବା ପାଇଁ କେତେ କଷ୍ଟ କରିବାକୁ ପଡ଼ିଛି କେବଳ ମୁଁ ହିଁ ଜାଣିଛି। ଦିନ ଦିନ ଧରି କାମ କରିଛି, ରାତିରେ ମୁଁ କେତେ ଅନିଦ୍ରା ହେଇଛି ସେଇଟା କେବଳ ମୁଁ ହିଁ ଜାଣିଛି। ତ ମୋର ଆଉ ସଂସାର କରିବାର ନାହିଁ। ସେହି ସମୟରେ ପ୍ରମୋଦ କହିଲା, ଦେଖ, ଆଜି ତମ ଜନ୍ମଦିନ, ମୁଁ ତୁମକୁ କଥା ଦେଉଛି,
ଆଉ କେବେ ବି କୌଣସି ନିଶା ଜିନିଷ ଖାଇବିନି କି ବାହାର ଝିଅମାନଙ୍କ ସହ ସମୟ କାଟିବିନି। ସେହି ସମୟରେ ମୋନିକା ଟିକେ ରାଗିକି କହିଲା, ଦେଖ ତମେ ଏଠୁ ଚାଲିଯାଅ। ତାପରେ ମୋନିକା ପ୍ରମୋଦକୁ ଗୁଡ଼ାଏ କଥା ଶୁଣେଇ ଦେଇଗଲା। ପ୍ରମୋଦ ଏସବୁ କିଛି ଶୁଣି ପଦେ ବି କହିଲାନି। ତାପରେ ସେ ଚାଲିଗଲା ଆଉ ବାହାରେ ତାକୁ ଅପେକ୍ଷା କରିଥିବା ସେହି ଝିଅକୁ ନେଇ। ପୁଣି ଥରେ 2 ଘଣ୍ଟା ପରେ ପ୍ରମୋଦ ସେହି ହୋଟେଲକୁ ଆସିଲା। ମୋନିକା ଦେଖିଲା ପ୍ରମୋଦ ହାତରେ ବହୁତ ବଡ଼ କେକ୍ଟେ ଅଛି। ପ୍ରମୋଦ ମୋନିକା ପାଖକୁ ଆସି ବହୁତ ରିକ୍ୱେଷ୍ଟ କଲା କି ତମେ ମୋ ସହିତ ଚାଲ, ଆମେ ପୁଣି ଥରେ ସୁଖର ସଂସାର ଗଢ଼ିବା। ମୋନିକାର ସେଦିନ ଜନ୍ମଦିନ ଥିଲା, ସେଥିପାଇଁ ମୋନିକା ନିଜକୁ ଖୁସି ରଖିବାକୁ ଚେଷ୍ଟା କରୁଥିଲା। ସେଥିପାଇଁ ପ୍ରମୋଦ ଆଣିଥିବା କେକ୍କୁ କାଟିଦେଲା। ତାପରେ ପ୍ରମୋଦ କାନ୍ଦିବାକୁ ଲାଗିଲା। ସେହି ସମୟରେ ମୋନିକା ପ୍ରମୋଦ କାନ୍ଧ ଉପରେ ହାତ ରଖି କହିଲା, ଦେଖ ଆମେ 2 ଜଣ ସ୍ୱାମୀ ସ୍ତ୍ରୀ କେବେ ବି ହେଇପାରିବାନି। ମୁଁ ଏତେ ବଡ଼ ଡିସିସନ୍ ନେଇପାରିବିନି, କିନ୍ତୁ ହଁ ଆମେ 2 ଜଣ ଭଲ ବନ୍ଧୁ ହେଇ ରହିପାରିବା। କିନ୍ତୁ ହଁ, ତମେ ଯଦି ମୋ ମନ ଜିତିଗଲ କି ମୋତେ ଲାଗେ କି ତମେ ଭଲ ସ୍ୱାମୀ ହେଇପାରିବ ବୋଲି, ତାହେଲେ ମୁଁ ଆଗକୁ ଭାବିବି। ଏକଥା ଶୁଣି ପ୍ରମୋଦ ଟିକେ ଶାନ୍ତ ପଡ଼ିଲା। ତାପରେ କହିଲା, ମୋନିକା କ'ଣ ଆମେ କାଲି କଫି ପିଇବା ପାଇଁ ଯାଇପାରିବା? ମୋନିକା କହିଲା, ହଁ କାହିଁକି ନୁହେଁ। ତା ପରଦିନ ମୋନିକା ଆଉ ପ୍ରମୋଦ ଦୁହେଁ ମିଶି ସାଙ୍ଗ ପରି କଫି ପିଇବାକୁ ଗଲେ। ଏମିତି 2 ଜଣ ଯାକ ବହୁତ ସମୟ କାଟୁଥିଲେ। କିନ୍ତୁ କେଉଁଠି ନା କେଉଁଠି ମୋନିକାକୁ ପ୍ରମୋଦର ଚାଲିଚଳନ ଦେଖି ଲାଗୁଥିଲା କି ପ୍ରମୋଦର ଯେଉଁ ଅୟେଶ କରିବାର ପ୍ରକୃତି ଏବେ ବି ଅଛି। ଆଉ ମୋର ଧନ ସମ୍ପତ୍ତି ଦେଖି ପ୍ରମୋଦ କହୁଛନ୍ତି ମୋତେ ପୁଣି ଥରେ ତାଙ୍କ ପାଖକୁ ନେବା ପାଇଁ, ଯେତିକି ସେ ଆହୁରି ଭଲ ଭାବେ ଅୟେଶ କରିପାରିବେ। ଏକଥା ମୋନିକା ପ୍ରମୋଦକୁ କହିବି ଦେଲା। ତାପରେ କହିଲା, ଦେଖ ତମେ ମୋ ସହିତ ଆଉ କେବେ ବି ଦେଖା କରିବନି କି ମୋ ସାମ୍ନାକୁ ଆସିବନି। ମୁଁ ଜାଣିସାରିଲିଣି କି ତମେ ମୋ ଧନ ସମ୍ପତ୍ତିର କେବଳ ଫାଇଦା ଉଠାଇବାକୁ ଚାହୁଁଛ। ଦେଖ ମୁଁ ତମ ଯୋଗୁଁ ବହୁତ କଷ୍ଟ ସହିଛି। ମୋ ଭବିଷ୍ୟତ, ମୋ ସ୍ୱପ୍ନ ସବୁକିଛି ନଷ୍ଟ ହୋଇଯାଇଛି, ହେଲେ ଆଉ ନୁହେଁ। ତାପରେ ପ୍ରମୋଦ ସେଠାରୁ ଚାଲିଗଲା। ସେହିଦିନଠାରୁ ପ୍ରମୋଦ ଆଉ ମୋନିକାର ଏପର୍ଯ୍ୟନ୍ତ ଦେଖା ବି ହେଇନି। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିନ୍ତ ପସନ୍ଦ ଆସିଥିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ତେବେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ ଆଉ ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ।